ପାଟଣା ଅଗ୍ନିଶମ ବିଭାଗର 407 ଦଦରା ଗାଡ଼ି ବଦଳିବ କେବେ? ପାଟଣା ମୁଖ୍ୟାଳୟସ୍ଥିତ ଅଗ୍ନିଶମ ବିଭାଗରେ ମାତ୍ର 2ଟି ଗାଡ଼ି ଥିବାବେଳେ 2ଟି ଗାଡ଼ି ମଧ୍ୟରୁ ଗୋଟିଏ ପୁରୁଣା 14 ବର୍ଷ ଦଦରା 407 ଗାଡ଼ି ରହିଛି। ପାଟଣା ମୁଖ୍ୟାଳୟ ବିଭିନ୍ନ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ଇଲାକା ଅଟେ। ପାଟଣା ଅଞ୍ଚଳ ଦେଇ ଜାତୀୟ ରାଜପଥ, ପୂର୍ତ୍ତ ବିଭାଗ ରାସ୍ତା, ଗ୍ରାମ ଉନ୍ନୟନ ବିଭାଗ ରାସ୍ତାରେ ଅନେକ ସମୟରେ ଦୁର୍ଘଟଣା ଘଟିଥାଏ। ଏହାଛଡ଼ା ପୋଖରୀ ଓ କୂଅରେ ପଡ଼ି ମୃତ୍ୟୁବରଣ କରିବା, ଯାନବାହନ ଦୁର୍ଘଟଣା, ଆକସ୍ମିକ ଅଗ୍ନିକାଣ୍ଡ, ଜଙ୍ଗଲ ନିଆଁ ନିୟନ୍ତ୍ରଣ ଆଦି ବିଭିନ୍ନ ଜରୁରୀକାଳୀନ କ୍ଷେତ୍ରରେ ତତ୍କାଳ ସେବା ଯୋଗାଇବା ପାଇଁ ଏଠାରେ 2ଟି ନୂତନ ଗାଡ଼ିର ଆବଶ୍ୟକ ରହିଛି। ଏପରି ସ୍ଥଳେ ଏଠାରେ 14 ବର୍ଷ ସେବା ଯୋଗାଇଥିବା 407 ଗାଡ଼ିଟି ଭଙ୍ଗା ଦଦରା ଅବସ୍ଥାରେ ଅଛି। ଜରୁରୀକାଳୀନ ସେବା ବେଳେ କର୍ମଚାରୀମାନେ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି ଅବସ୍ଥାରେ ବିଭାଗୀୟ କର୍ମଚାରୀମାନେ ବେଳେବେଳେ ସାଧାରଣ ଲୋକଙ୍କଠାରୁ ଦୁର୍ବ୍ୟବହାର ପାଉଥିବା ନାମ ଗୋପନ ରଖି କହିଛନ୍ତି, ଯାହାଫଳରେ ଅନେକ ସମୟରେ ଅଡ଼ୁଆ ପରିସ୍ଥିତି ସମ୍ମୁଖୀନ ହେବାକୁ ପଡ଼ୁଛି। ତେଣୁ ଉଚ୍ଚସ୍ତରୀୟ ଅଧିକାରୀ ପାଟଣା ଅଗ୍ନିଶମ ବିଭାଗକୁ ନୂଆ ଗାଡ଼ି ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। କବିନ୍ଦ୍ର ରାଉତଙ୍କ ରିପୋର୍ଟ, କେଡି ନ୍ୟୁଜ୍ ଓଡ଼ିଆ।